ମୁଁ ଦେଖୁଛି ଆକ୍ଚୁଆଲି କିଛି ପିଲାଙ୍କ ମଧ୍ୟରେ ଭୟ ଦୂରୀକରଣ ହେଇଯାଇଛି ନା ଏବଂ କିଛି ପିଲାଙ୍କ ମଧ୍ୟରେ ସେଇଟା ରହିଯାଇଛି। ସେ ଭୟ ଆକ୍ଚୁଆଲି କରିବା କାହିଁକି? ଆମ ବିଦ୍ୟାଳୟରେ ଯେକୌଣସି ପ୍ରତିଯୋଗିତା ହେଉଛି ନିହାତି ଆମେ ସେଇଥିରେ ଭାଗ ନେବା। ଭାଗ ନେଲେ କ'ଣ ହେବ? ତ ଆମ ଭିତରେ ଯେଉଁ ଭୟଟା ଅଛି ଧୀରେ ଧୀରେ ସେଇଟା ଉଭେଇଯିବ। କାରଣ ଭୟ ଏଭଳି ଜିନିଷ, ଆମେ ଯଦି ୱାନ୍ସ ଟାଇମ୍ ଯଦି ଆମେ ଭୟ କରିଦେଲେ ଗୋଟେ ଜିନିଷ ଉପରେ, ତାହେଲେ ସେ ଭୟଟା ଧୀରେ ଧୀରେ ଅଧିକ ମାତ୍ରାରେ ବଢ଼ିଯାଏ। ତ ଭୟକୁ କିପରି ଆମେ ଦୂରୀକରଣ କରିପାରିବା? କିନ୍ତୁ ଭୟ କେତେବେଳେ ଆସେ ନା ଯେତେବେଳେ କମ୍ପିଟିସନ୍ କିଛି ହେଲା, ମାନେ ଭାଇ ଭଉଣୀ ମାନେ ବସିଥିବେ ଆଉ ଅତିଥି ଆମର ଆସିଥିବେ, ଦେଖିନା ଆମେ ଭୟ କରିଦିଅନ୍ତି। ଆଉ ଗୋଟେ କେତେବେଳେ ଭୟ ଆସେ, ଟପିକ୍ଟେ ଦିଆହେଇଛି, ଗୋଟେ ଟପିକ୍ର ନାମ ଯଦି ଦିଆହେଇଛି ଗାନ୍ଧୀ ଜୟନ୍ତୀ ବିଷୟରେ, ତ ଆମେ ଯଦି ଗାନ୍ଧୀ ଜୟନ୍ତୀ ବିଷୟରେ କିଛି ଯଦି ନ ଜାଣିବା ତାହେଲେ ଆମ ଭିତରେ ଭୟ ଆସିବ ନିହାତି। ଆମେ ଆକ୍ଚୁଆଲି କହିବୁ କ'ଣ? ଯଦି ଟପିକ୍ ଦିଆଯାଇଛି ଗାନ୍ଧୀ ଜୟନ୍ତୀ ବିଷୟରେ, ଆମେ କିଛି ନା କିଛି ଯଦି ଜାଣିଥିବା ତା ବାବଦରେ ତ କିଛି ନା କହିପାରିବା ନା ଆଗ ଆଡ଼େ ଗଲେ। ତ ସେଥିପାଇଁ ଆମକୁ ଆକ୍ଚୁଆଲି ଭୟ ଲାଗୁଛି, କାରଣ ଆମେ ସେଇ ଟପିକ୍ ବିଷୟରେ କିଛି ଜାଣିନାହୁଁ ବୋଲି। ତ ସେଥିପାଇଁ ଆମେ ଯେକୌଣସି ବି ପ୍ରତିଯୋଗିତା ହେଲା ଆମେ ପାର୍ଟିସିପେଟ୍ କରିବା ଏବଂ ଯେଉଁ ବି ଟପିକ୍ ଦିଆଯାଇଛି ସେ ଟପିକ୍ ଭିତରେ କିଛି ନା କିଛି ଆମେ ମନେ ରଖିନା ଯିବା, ସେଇଟାକୁ ଆମେ କହିପାରିବା, ମନେ ପକାଇ ପକାଇ ସେଇଟାକୁ ଆମେ କହିପାରିବା। କେହି କେବେ ଭୟକୁ ସେଇଭଳିଆ ଦୂରୀକରଣ କରିପାରିନାହାନ୍ତି ଏବଂ ଅଭ୍ୟାସ ମାଧ୍ୟମରେ ସବୁ ହେଇଯାଇଛି। ଅଭ୍ୟାସ ନ କଲେ କୌଣସି ଜିନିଷ ସମ୍ଭବ ନୁହେଁ। ତ ପିଲାମାନେ ମୋର ଏତିକି ଅନୁରୋଧ ଯେ ଆପଣମାନେ ପ୍ରତିଯୋଗିତାରେ ଭାଗ ନିଅନ୍ତୁ। ମୁଁ ଦେଖୁଛି କିଛି ପିଲା ଭାଗ ନେଉଛନ୍ତି, କିଛି ପିଲା ଡରେ ମାନେ ଭୟରେ ଭାଗ ନେଉନାହାନ୍ତି। ତ ସେଇଭଳିଆ କରନ୍ତୁ ନାହିଁ, କାରଣ ଆପଣଙ୍କ ଭିତରେ ପ୍ରତିଭା ଅନେକ ପ୍ରକାର ରହିଛି। ତ ଆଜିଠାରୁ ଆପଣଙ୍କ ଭିତରେ ଯେଉଁ ମାନେ ପ୍ରତିଭା ଅଛି ଭୟ ମାଧ୍ୟମରେ ଲୁଚି ଯାଉଛି, ତ ସେଇ ଭୟକୁ ଦୂରୀକରଣ କରନ୍ତୁ। ଚାଲ ଭୟଟାକୁ ଆମେ କିପରି ହଟେଇବା? ଦେଖନ୍ତୁ, ଆପଣଙ୍କ ଘରେ ନିହାତି ଗୋଟେ ଦର୍ପଣ ଥିବ। ତ ସେଇଥିରେ କ'ଣ କରିବେ, ଆପଣ ପ୍ରଥମେ ନିଜ ଫେସ୍ଟାକୁ ନିଜେ ଜାଣନ୍ତୁ। ଆକ୍ଚୁଆଲି ମୁଁ କେଉଁ ଟାଇପ୍ର କହୁଛି, ତ ସେଇଭଳିଆ ଯେତେବେଳେ ଆମେ କୌଣସି ପ୍ରୋଗ୍ରାମରେ କହିବାକୁ ଗଲେ ଆମେ ଜାଣିପାରିବା ଆକୁରେଟ୍ ଆମେ କ'ଣ କହୁଛନ୍ତି। ତ ଆପଣମାନେ ଆଜି ଘରେ ନିହାତି ଟେଷ୍ଟ କରିବେ ଆକ୍ଚୁଆଲି କ'ଣ ହେଉଛି ରେଜଲ୍ଟ। ଦର୍ପଣରେ ଗଲେ ଦୁଇପଦ କଥା ହେବେ, ଆପଣ ନିଜେ ଫେସ୍ ଟୁ ଫେସ୍ କଥା ହେବେ, ଯାହା ପାରି ତାହା କଥା ହେବେ। କୌଣସି ବହିଟେ ଧରକର ପଢ଼ିଲେ କି କୌଣସି ଯାହା କିଛି ବି, କିନ୍ତୁ କଥା ହେବେ, ଦେଖିବେ, ନିଜେ ରିଏଲାଇଜ୍ କରିବେ ଆକ୍ଚୁଆଲି ଯେଉଁଟା ମୁଁ କହୁଛି ସତ ନା ମିଛ। ତାପରେ ଧୀରେ ଧୀରେ ଆମର କନଫିଡେନ୍ସ ଫିଲ୍ ଆସିବ। ତାପରେ ଧୀରେ ଆମ ଭୟ ଯେଉଁ ଆମ ଭିତରେ ଯେଉଁ ଭୟଟା ଅଛି ସେଇଟା ଦୂରୀକରଣ ନିହାତି ହେଇଯିବ। ତ ଚେଷ୍ଟା କରନ୍ତୁ ଭୟକୁ ପ୍ରଥମେ ଆମେ ହଟେଇବା। ଆମର ଆଜି ଆମେ ଶିଖିଲେ ଯେ ଭୟକୁ ଆମେ ଆଜିଠୁ ହଟେଇବା।